ନିତାଇ ଗୁରୁ ହରି ବୋଲ। ଆଜି ଆପଣମାନଙ୍କୁ ପଞ୍ଚତତ୍ତ୍ୱଙ୍କ ବିଷୟରେ ମୁଁ ସାମ୍ୟକ ସୂଚନା ଦେବି। ଶ୍ରୀ ଚୈତନ୍ୟ ମହାପ୍ରଭୁଙ୍କର 6 ଜଣ ଅନୁରକ୍ତ ଭକ୍ତ ଥିଲେ, ଅତି ଅନ୍ତରଙ୍ଗ ଥିଲେ। କିଏ ନା ଶ୍ରୀକୃଷ୍ଣ ଚୈତନ୍ୟ ପ୍ରଭୁ ନିତ୍ୟାନନ୍ଦ ଶ୍ରୀ ଅଦ୍ୱୈତ ଗଦାଧର ଶ୍ରୀବାସାଦି ଗୌର ଭକ୍ତବୃନ୍ଦ। ଶ୍ରୀକୃଷ୍ଣ ଚୈତନ୍ୟ ପ୍ରଭୁ ନିତ୍ୟାନନ୍ଦ ଅଦ୍ୱୈତ ମହାପ୍ରଭୁ ଗଦାଧର ପଣ୍ଡିତ ଶ୍ରୀବାସ ପଣ୍ଡିତ ଆଉ 5 ଜଣ ଯେଉଁ ଥିଲେ ଭକ୍ତ, ସେ ଶ୍ରୀବାସଙ୍କ ଅଙ୍ଗନାରେ ସବୁଦିନ କୀର୍ତ୍ତନ ହୁଏ। 5 ଜଣ ଆସି ବସି କୀର୍ତ୍ତନ କରନ୍ତି, ହରିନାମ କୀର୍ତ୍ତନ କରନ୍ତି। ଆମର କୁହାଯାଇଛି ହରିନାମର ବହୁ ଅର୍ଥ ତାହା ନାହିଁ ଜାନି। ଏକ ବାର କୃଷ୍ଣ ନାମ ଯତ ପାପ ହରେ, ପାତକୀର ସାଧ ନାହିଁ ତତ୍ ପାପ କରେ। କୃଷ୍ଣ ନାମରେ ହରିନାମରେ ବହୁତ ଶକ୍ତି ଅଛି, କିନ୍ତୁ ଆମେ ଯଦି ସଦାଚାରୀ ହୋଇ ନାମ ଅପରାଧ ନ କରି ହରିକୀର୍ତ୍ତନ କରିବା, ତାହେଲେ ଭଗବାନଙ୍କର ଆଶୀର୍ବାଦ ଆମ ଉପରେ ଅଛି। ଆଉ ଭଗବାନ ନିଶ୍ଚିନ୍ତ ତାଙ୍କର ଦର୍ଶନ ଆମକୁ ନିଶ୍ଚିତ ଦେବେ। ଶୟନ ସ୍ୱପନ ଜାଗରଣରେ ଆସି ସେ ଆମକୁ ଉପଲବ୍ଧି ହୁଏ ଓ ଅନୁଭବ କରିହେବ। ଦିନେ 5 ଜଣ ଭକ୍ତ ଆସି ଶ୍ରୀବାସ ଅଙ୍ଗନରେ କୀର୍ତ୍ତନ କରୁଥାନ୍ତି। ତାଙ୍କର ଗୋଟେ ନିୟମ ଥାଏ, ସେ ଯେତେବେଳେ ମଧୁର କୀର୍ତ୍ତନ କରନ୍ତି, ସେତେବେଳେ ସମସ୍ତଙ୍କ ଆଖିରୁ ପ୍ରେମାଶୁ ଝରି ଆସେ। ଯେତେବେଳେ ପ୍ରେମାଶୁ ଝରି ଆସେ, ସମସ୍ତେ ଭାବନ୍ତି ଭଗବାନ କୃଷ୍ଣ ଆସି ଆମ ପାଖରେ ଆସି ପହଞ୍ଚିଗଲେ ବୋଲି ଅନୁଭବ କରନ୍ତି। ଭଗବାନ ସର୍ବଭୂତେଷୁ ଗୋପାଳ ସର୍ବପାଳକ, ଅନନ୍ତ ନିର୍ଗୁଣ ନିତ୍ୟ ନିର୍ବିକଳ୍ପ ନିରଞ୍ଜନ, ନିରାଧାର ନିରାବାସ ପୁରୁଷ ପ୍ରାଣବତୀତ, ମୁକୁନ୍ଦ ପରମେଶ୍ୱର ଖଣବନି ସର୍ବ ବୈକୁଣ୍ଠ ବତ୍ସଳ, ବିଷ୍ଣୁ ଦାମୋଦର କୃଷ୍ଣ ମାଧବ ମଥୁରାପତି। ସମସ୍ତଙ୍କ ଆଖିରେ ଲୁହ ଆସେ ଓ ସେ ଭାବନ୍ତି ଭଗବାନ ଆସି ପ୍ରକଟ ହେଲେ। ପ୍ରକଟ ଅପ୍ରକଟ ଲୀଳା ଦୁଇତ ବିଧାନ। ତେଣୁ ସେଦିନ କୀର୍ତ୍ତନ କରନ୍ତି, ଆନନ୍ଦ ନିଅନ୍ତି। ଦିନେ ଜଣେ ଅଭକ୍ତ ଆସି ପହଞ୍ଚିଲେ, ଏଇ 5 ଜଣ ଭକ୍ତ କ'ଣ କୀର୍ତ୍ତନ କରୁଛନ୍ତି ମୁଁ ଟିକେ ଦେଖିବି, ଆଉ ତାଙ୍କ ସାଙ୍ଗରେ ବେଶୀ ଆନନ୍ଦ ନେବି। କିନ୍ତୁ ତାଙ୍କ ସଦାଚାରୀ ନଥିଲେ, ତାଙ୍କ ମନ ସଂଯମ ନଥିଲା, ଆଉ ଖାଦ୍ୟ ସଂଯମ ନଥିଲା। ସିଏ ଚାହିଁଲେ ମୁଁ ଏ 5 ଜଣ ଭକ୍ତଙ୍କ କୀର୍ତ୍ତନ ଥରେ ବସିବି। କ'ଣ ପାଇଁ 5 ଜଣରୁ 6 ଜଣ ଆସି କୀର୍ତ୍ତନ କରୁନାହାନ୍ତି? ତେଣୁ କାଲି ଆସି ମୁଁ ତାଙ୍କୁ ଗୁପ୍ତରେ ତାଙ୍କର କୀର୍ତ୍ତନ ଦେଖିବି, ପ୍ରକାଶରେ ନୁହଁ। ତା ପରଦିନ ଆସି ପହଞ୍ଚିଲେ, କୀର୍ତ୍ତନ ଚାଲିଥାଏ, ତା ପାଖରେ ଇଏ ଲୁଚିକି ଥାନ୍ତି। ଏ ଭକ୍ତମାନଙ୍କୁ ଦୃଶ୍ୟରେ ନଥାନ୍ତି, ଅଦୃଶ୍ୟରେ। କୀର୍ତ୍ତନ ହେଲା, ବହୁତ ସମୟରେ କୀର୍ତ୍ତନ ହେଲା। ଶ୍ରୀ ଚୈତନ୍ୟ ମହାପ୍ରଭୁଙ୍କର ଆନନ୍ଦ, ସମସ୍ତଙ୍କର ଆନନ୍ଦ। କୀର୍ତ୍ତନ ହେଉଥାଏ, କିନ୍ତୁ କୀର୍ତ୍ତନ ଆନନ୍ଦ ନଥାଏ, କୀର୍ତ୍ତନ ପ୍ରେମ ଆସୁନଥାଏ। ବହୁତ ସମୟ କୀର୍ତ୍ତନ ହେଲା, କିନ୍ତୁ କାହା ଆଖିରେ ପ୍ରେମାଶୁ ଆସୁନଥାଏ। କ'ଣ ପାଇଁ ଏ ଘଟଣା ଘଟିଲା? କାହିଁକି ଆଜି ପ୍ରେମାଶୁ ଆସୁନି? କାହିଁକି ନାମର ମଧୁରତା ଆସୁନି? ତେଣୁ ସମସ୍ତେ ଚିନ୍ତା କଲେ। କିଛି ସମୟ ପରେ ଭକ୍ତ ଜଣ ଆସି ପ୍ରକାଶ ହେଲା, କହିଲା ମୁଁ ଆଜି ଆପଣଙ୍କର କୀର୍ତ୍ତନ ଦେଖିବାକୁ ଆସିଥିଲି, ଆଉ କୀର୍ତ୍ତନ ଦେଖିଲି ବହୁତ ଆନନ୍ଦ ଲାଗିଲା। ତେଣୁ ସେଠୁ ଜଣାପଡ଼ିଲା ଯେ ଭକ୍ତଙ୍କ ଭିତରେ ଅଭକ୍ତ ଜଣେ ଯେବେ ଆସି କୀର୍ତ୍ତନ କରେ, ସେ ନାକି ଉତ୍ତମ ସଙ୍ଗ। ଉତ୍ତମ ସଙ୍ଗ ଯାର, ସେ ଜାଣେ ଉତ୍ତମ ବ୍ୟବହାର, ହୀନ ସଙ୍ଗତେ ହୀନ ଗତି, ହସି କହନ୍ତି ଯଦୁପତି। ଉତ୍ତମ ସଙ୍ଗ, ଉତ୍ତମ ଭକ୍ତ କଲେ ଆମେ ଈଶ୍ୱର ଅନୁରାଗୀ ହେଇପାରିବା। ସେଦିନ ସେ ଅଭକ୍ତ ପାଇଁ କାହାରି ମନରେ ଆନନ୍ଦ ଆସିଲାନି, ଆଉ ନାମ ଏତେ ଉଚ୍ଚକୋଟୀର ହେଇପାରିଲାନି। କାରଣ କ'ଣ? ଅଭକ୍ତ। ଭକ୍ତ ହେଲେ କେତେଟା ସଦ୍ଗୁଣ ଆମ ଉପରେ ରଖି ରହିବା ଦରକାର। ସଦ୍ଗୁଣ, ସଦାଚାର ଆଉ ନାମ ଅପରାଧ ଦୂରେଇ ରହିଲେ
नाम प्रकट हुए। नाम प्रकट हेले आमको आनंद लगे, आउ भगवान आशीर्वाद मिले, आउ भगवान स्वरूप जानी हुए। महाप्रभु चैतन्य महाप्रभु 5 वर्ष तले आविर्भूत होते, से जो नाम प्रचार करते समस्त किसी हरिनाम शिक्षा देते, किंतु तांकर 5 जन अति प्रिय थे। श्री कृष्ण चैतन्य प्रभु नित्यानंद, नित्यानंद अति प्रिय थे। श्री कृष्ण चैतन्य प्रभु नित्यानंद अद्वैत प्रिय थे। श्रीवास पंडित, श्रीवास पंडित प्रिय थे। श्रीनिवास प्रिय, गदाधर पंडित समस्त प्रिय थे। 5 जन कहीं प्रिय हेले ना, तांक पाखे विकार नथिला, तांक पाखे वासना नथिला, तांक पाखे पाप नथिला, तांक पाखे कौनसी खराब कुकर्म नथिला। आउ नाम रे अति से तल्लीन हो जाउथले। हरिनाम 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 केवल कलौ नास्तेव नास्तेव गत्यर अन्यथा। ये कली जुगरे महाप्रभु अवतार केवल हरिनाम कीर्तन करने। हरिनाम जो उपदेश देइचंती भगवान निजे स्वयं श्री चैतन्य महाप्रभु होची कलिर अवतार। महाप्रभु को अवतार जेबे नथांता कली जुगरे नाम प्रभाव नथांता, तेणु महाप्रभु जिते कलिरे आसी हरिनाम प्रचार कले तांकु सहयोग करथिले 5 जन। श्री कृष्ण चैतन्य प्रभु नित्यानंद सिंह देत गदाधर शिवासादि गौर भक्त वृंद, ये जो 5 जन भक्त तांकु साहाय्य कले, फल कीर्तन आनंद उन्माद बढ़ी चलला। जो मार्ग रे जाउथिले, जो देश विदेश ग्राम सबुआड़े बुली कीर्तन करुथिले, यही 5 जनकर निष्ठा जोगु आज हरिनाम कलिजुगर उच्चकोटर हो पारुछि। यही उच्चकोटीर नाम ही कलिजुगर हूँ जुगवतार पुरुष चैतन्य महाप्रभु को अवदान। गीताई गौर हरिबोल, गीताई गौर हरिबोल, गीताई गौर हरिबोल।